ଭାରତ ଓ ନେପାଳ ଉଭୟ ପଡ଼ୋଶୀ ଦେଶ। ଏହି ଦୁଇ ଦେଶରେ ମଦ୍ୟପାନର ପ୍ରଚଳନ ସାଧାରଣ। ଯଦିଓ ଏହି ଦୁଇ ଦେଶରେ ମଦର ମୂଲ୍ୟ ବଡ଼ ଅନ୍ତର ଦେଖାଯାଏ, ଏହାର ପ୍ରଧାନ କାରଣ ସରକାରଙ୍କ ଟ୍ୟାକ୍ସ ନୀତି, ସ୍ଥାନୀୟ ଉତ୍ପାଦନ ଓ ପର୍ଯ୍ୟଟନ ଉପରେ ନିର୍ଭରତା। ଏହି କାରଣରୁ ପ୍ରାୟ ସମୟରେ ଅନେକ ମନରେ ପ୍ରଶ୍ନ ଆସେ ଯେ କେଉଁଠାରେ ଅଧିକ ମଦ ଶସ୍ତାରେ ମିଳୁଛି, ନେପାଳ ନା ଭାରତ? ଏହି ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ କହୁଛୁ ଯେ ନେପାଳରେ ଗୋଟିଏ ବିୟର କେତେ ଟଙ୍କାରେ ମିଳୁଛି ଏବଂ ଏହା ଭାରତ ତୁଳନାରେ ଶସ୍ତା ହେଉଛି ନା ମହଙ୍ଗା। ନେପାଳରେ ମଦର ହାର ଭାରତଠୁ ଭିନ୍ନ। ଏଠାରେ ଅନେକ ସ୍ଥାନୀୟ ବ୍ରାଣ୍ଡ ମଧ୍ୟ ପ୍ରସିଦ୍ଧ, ଯେଉଁମାନଙ୍କ ମଧ୍ୟରେ ମଷ୍ଟାଙ୍ଗ ହୁଇସ୍କି ଓ ଖୋକିର ରମର ନାମକ ସର୍ବୋଚ୍ଚ ବ୍ରାଣ୍ଡ ଅଟେ। ରିପୋର୍ଟ ଅନୁଯାୟୀ ମଷ୍ଟାଙ୍ଗ ହୁଇସ୍କିର ଗୋଟିଏ ବୋତଲର ମୂଲ୍ୟ 1160 ଟଙ୍କା ନେପାଳ ଟଙ୍କା। ଏହା ପ୍ରାୟ ସମୟରେ ଭାରତର 750 ଟଙ୍କା ହୋଇଥାଏ, ଭାରତୀୟ ଟଙ୍କା ସମାନ। ଯଦିଓ ଖୋକିର ରମ୍ ନେପାଳରେ 2079 ଟଙ୍କା, ତେବେ ନେପାଳରେ ଟଙ୍କା ଅର୍ଥାତ୍ ପ୍ରାୟ 1300 ଭାରତୀୟ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଏ। ଅନ୍ୟ ପକ୍ଷରେ ବିୟର କଥା କହିଲେ ନେପାଳରେ ସ୍ଥାନୀୟ ବିୟରର ମୂଲ୍ୟ 160ରୁ 250 ଟଙ୍କା ପର୍ଯ୍ୟନ୍ତ ଅଛି। ନେପାଳୀ ଟଙ୍କା ରହୁଛି, ଯାହା ପ୍ରାୟ ସମୟରେ 100ରୁ 150 ଟଙ୍କା ଭାରତୀୟ ଟଙ୍କା ମଧ୍ୟରେ ରହୁଛି। ଯଦିଓ ଭାରତକୁ ନେପାଳ ସହ ତୁଳନା କରିଦେବା ହେଲେ ଗୋଆ ଭଳି ରାଜ୍ୟମାନଙ୍କରେ ବିୟର ନେପାଳ ତୁଳନାରେ ଶସ୍ତାରେ ମିଳୁଛି। ଅନ୍ୟପକ୍ଷରେ ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ସହରମାନଙ୍କରେ ବିୟରର ମୂଲ୍ୟ ଅଧିକ। ଭାରତ ଭଳି ନେପାଳରେ ମଧ୍ୟ ମଦ ଓ ବିୟର ଉପରେ ସରକାର ଅଧିକ ଟ୍ୟାକ୍ସ ଲଗାଇଛନ୍ତି। ମଦ ଓ ବିୟରକୁ ନେପାଳରେ ଆୟର ବଡ଼ ସ୍ରୋତ ବୋଲି କୁହାଯାଏ। ଭାରତରେ ମଦର ମୂଲ୍ୟ ରାଜ୍ୟ ଅନୁଯାୟୀ ବଦଳୁଛି। ଗୋଆକୁ ଭାରତର ସବୁଠାରୁ ଶସ୍ତା ମଦ ରାଜ୍ୟ ବୋଲି ଗଣାଯାଏ, ଯାହାର ପ୍ରଧାନ କାରଣ ଏଠାରେ ମଦ ଉପରେ ଏକ୍ସାଇଜ ଡ୍ୟୁଟି ବହୁତ କମ୍। ବାସ୍ତବରେ ଗୋଆରେ ସରକାର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ମଦ ଉପରେ ଏକ୍ସାଇଜ ଡ୍ୟୁଟି ବହୁତ କମ୍ ଖର୍ଚ୍ଚ କରିଛନ୍ତି। ଆଶା କରିବି ସମ୍ପୂର୍ଣ୍ଣ ଅପଡେଟଟି ପାଇପାରିଥିବେ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ନୋଟିଫିକେସନ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।